तो दर्शक बंधु वर्तमान राशन कार्ड को लेकिन आम राज्य सरकार तरफ गोटे बड़ घोषणा करा जायछि। ଯେଉଁ ଘୋଷଣା ଅନୁଯାୟୀ ବର୍ତ୍ତମାନ ଆପଣମାନଙ୍କର ଫେବୃଆରୀ 1 ତାରିଖରୁ ଆମ ରାଜ୍ୟର ପାଖାପାଖି 50ରୁ 60 ଲକ୍ଷ ଲୋକଙ୍କ ରାସନ କାର୍ଡଟି ସରକାର କାଟିବାକୁ ଯାଉଛନ୍ତି ଏବଂ ତା ସହିତ ସେମାନଙ୍କୁ ରାସନ କାର୍ଡର ସମସ୍ତ ସୁବିଧା ମଧ୍ୟ ଆଉ ମିଳିପାରିବ ନାହିଁ। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ଜାଣିବା ଯେ ବର୍ତ୍ତମାନ ସରକାର କେଉଁମାନଙ୍କର ରାସନ କାର୍ଡଟି କାଟିବାକୁ ଯାଉଛନ୍ତି ଏବଂ ତା ସହିତ ଆପଣଙ୍କ ପାଖରେ ଯଦି ରାସନ କାର୍ଡ ରହିଛି ତାହେଲେ ଆପଣଙ୍କର ରାସନ କାର୍ଡଟି କ'ଣ କଟିବ ନା ଆପଣଙ୍କର ରାସନ କାର୍ଡଟି ବର୍ତ୍ତମାନ ରହିବ ବା ଆପଣମାନେ ପୂର୍ବ ଭଳି ରାସନ କାର୍ଡର ସୁବିଧା ପାଇପାରିବେ ନା ପାଇପାରିବେ ନାହିଁ। ତ ଏ ନେଇକି ମଧ୍ୟ ଡିଟେଲ୍ସରେ ଆମେ ଭିଡ଼ିଓରେ ଆଲୋଚନା କରିବା। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ ଏବଂ ତା ସହିତ ଭିଡ଼ିଓକୁ ଗୋଟିଏ ଲାଇକ୍ କରିକି ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ। ତ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଯେ ସରକାର ରାସନ କାର୍ଡରେ ଆପଣଙ୍କର ଇ-କେୱାଇସି ପ୍ରକ୍ରିୟାକୁ ଲାଗୁ କରିଛନ୍ତି। ଯେଉଁ ଇ-କେୱାଇସି ପ୍ରକ୍ରିୟା ମାଧ୍ୟମରେ ସରକାର ବର୍ତ୍ତମାନ ଯାଞ୍ଚ କରୁଛନ୍ତି ଯେ ପ୍ରକୃତରେ ରାସନ କାର୍ଡର ସୁବିଧା ପାଇବା ପାଇଁ କେଉଁମାନେ ଯୋଗ୍ୟ ବିବେଚିତ ଅଟନ୍ତି ଏବଂ କେଉଁମାନେ ଅଯୋଗ୍ୟ ବିବେଚିତ ଅଟନ୍ତି। ତ ଏହି ଇ-କେୱାଇସିଟି ଆପଣମାନଙ୍କ ପାଇଁ ନିଶ୍ଚିତ ଭାବରେ କରିବା ଦରକାର। ତେବେ ଦର୍ଶକ ବନ୍ଧୁ ଆପଣମାନେ ଏ ଜାଗାରେ ମନେ ରଖନ୍ତୁ ଯେ ବର୍ତ୍ତମାନ ସମୟରେ ଆମ ରାଜ୍ୟ ଓଡ଼ିଶାରେ ପାଖାପାଖି 3,26,00,000ରୁ ଅଧିକ ଲୋକ ରାସନ କାର୍ଡର ସୁବିଧା ପାଉଛନ୍ତି। ତେବେ ଏ ଭିତରେ ବା ସରକାରଙ୍କ ତରଫରୁ ଯାହା କିଛି ବି ସୂଚନା ଦିଆଯାଇଛି ବା ସେହି ସୂଚନା ଅନୁସାରେ ବର୍ତ୍ତମାନ ଆମର ରାସନ କାର୍ଡରେ ଯେଉଁ ଇ-କେୱାଇସି କରାଯାଉଛି ତ ଏ ପର୍ଯ୍ୟନ୍ତ ପାଖାପାଖି ଆହୁରି 49 ଲକ୍ଷ ଲୋକ ରାସନ କାର୍ଡର ଇ-କେୱାଇସି କରିନାହାନ୍ତି ଏବଂ ସରକାର ମଧ୍ୟ ଏବେ ଘୋଷଣା ମଧ୍ୟ କରିଛନ୍ତି ଯେ ଆପଣଙ୍କର ଜାନୁଆରୀ 31 ତାରିଖ ଏହି ଇ-କେୱାଇସିର ଶେଷ ତାରିଖ ରହିଛି। ଜାନୁଆରୀ 31 ତାରିଖ ଭିତରେ ଯେଉଁମାନେ ଇ-କେୱାଇସି କରିବେ ନାହିଁ ସେମାନଙ୍କର ରାସନ କାର୍ଡଟି କନଫର୍ମ ମଧ୍ୟ କଟିବାକୁ ଯାଉଛି ବା ସେମାନଙ୍କର ନାଁଟିକୁ ରାସନ କାର୍ଡରୁ ସରକାର କାଟିବାକୁ ଯାଉଛନ୍ତି। ତ ଆପଣମାନେ ଜାଣିଲେ ଯେ 49 ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ବି ରାସନ କାର୍ଡର ଇ-କେୱାଇସି କରିନାହାନ୍ତି ଏବଂ ତା ସହିତ ଦେଖନ୍ତୁ ବର୍ତ୍ତମାନ ସରକାର ଡିକ୍ଲେୟାର ମଧ୍ୟ କରିସାରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ବି ପାଖାପାଖି 40 ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ଭୂତ ହିତାଧିକାରୀ ବା ରାସନ କାର୍ଡରେ ଅଯୋଗ୍ୟ ବିବେଚିତ ଚିହ୍ନଟ ହୋଇଛନ୍ତି। ତ ଯେଉଁମାନଙ୍କର ରାସନ କାର୍ଡଟି ଫେବୃଆରୀ ମାସରୁ ମଧ୍ୟ କଟିବାକୁ ଯାଉଛି। ତ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହି ଯେଉଁ 40 ଲକ୍ଷ ଲୋକଙ୍କୁ ବର୍ତ୍ତମାନ ସରକାର ଚିହ୍ନଟ କରିଛନ୍ତି ବା ଏହି 40 ଲକ୍ଷ ଲୋକଙ୍କର ରାସନ କାର୍ଡଟି ଯେଉଁ କଟିବାକୁ ଯାଉଛି ତ କେଉଁ ଆଧାରରେ ବର୍ତ୍ତମାନ ସରକାର ସେମାନଙ୍କୁ ଚିହ୍ନଟ କରିଛନ୍ତି ବା ସେମାନଙ୍କର ରାସନ କାର୍ଡଟି କାଟିବାକୁ ଯାଉଛନ୍ତି। ତ ଦର୍ଶକ ବନ୍ଧୁ ପ୍ରଥମତଃ ଯେଉଁମାନେ ବି ଜାନୁଆରୀ 31 ତାରିଖ ଭିତରେ ଆପଣଙ୍କ ରାସନ କାର୍ଡର ଇ-କେୱାଇସି କରିବେ ନାହିଁ ତ ସେମାନଙ୍କର ରାସନ କାର୍ଡଟିକୁ ସରକାର କାଟିବାକୁ ଯାଉଛନ୍ତି। ମାନେ ଏବେ ସୁଦ୍ଧା ବି 49 ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ବି ରାସନ କାର୍ଡର ଇ-କେୱାଇସି କରିନାହାନ୍ତି। ତ ସେହି 49 ଲକ୍ଷ ଲୋକଙ୍କ ଭିତରୁ ଯେତେ ଜଣ ବି ଜାନୁଆରୀ 31 ତାରିଖ ଭିତରେ ରାସନ କାର୍ଡର ଇ-କେୱାଇସି କରୁନାହାନ୍ତି ତ ସେମାନଙ୍କର ରାସନ କାର୍ଡଟି କଟିବାକୁ ଯାଉଛି ଏବଂ ଯେଉଁମାନେ ପ୍ରକୃତରେ ଯୋଗ୍ୟ ଥିବେ କେବଳ ସେମାନେ ରାସନ କାର୍ଡର ସମସ୍ତ ସୁବିଧା ପାଇବେ ଏବଂ ଯେଉଁମାନେ ଅଯୋଗ୍ୟ ଥିବେ ତ ସେମାନଙ୍କର ନାଁଟି ରାସନ କାର୍ଡରୁ କଟିବାକୁ ଯାଉଛି ବା ସେମାନଙ୍କୁ ଆଉ ରାସନ କାର୍ଡର କିଛି ବି ସୁବିଧା ମିଳିପାରିବ ନାହିଁ। ତ ଦର୍ଶକ ବନ୍ଧୁ ଭିଡ଼ିଓଟି ଇନଫର୍ମେଟିଭ ଲାଗିଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ହେଇଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ ତା ସହିତ ଆପଣମାନେ କେଉଁ ଜିଲ୍ଲାରୁ ଏ ଭିଡ଼ିଓଟିକୁ ଦେଖୁଛନ୍ତି ତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇଦେବେ ଏବଂ ଏ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରିବେ ଯାହାଦ୍ୱାରା ସମସ୍ତଙ୍କ ପାଖରେ ଏ ଭିଡ଼ିଓଟି ପହଞ୍ଚି ପାରିବ ଏବଂ ସେମାନେ ଏ ଭିଡ଼ିଓଟିକୁ ଦେଖିଲା ପରେ ଜଲ୍ଦିରୁ ଜଲ୍ଦି ଆସିକି ଇ-କେୱାଇସି କରିପାରିବେ ଏବଂ ନିଜେ ମଧ୍ୟ ଜାଣିପାରିବେ ଯେ ବର୍ତ୍ତମାନ ସେମାନଙ୍କର ରାସନ କାର୍ଡଟି ରହିବ ନା କଟିଯିବ। ତ ଚାଲନ୍ତୁ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓରେ ଏତିକି। ପୁଣି ଦେଖାହବ ଆଉ ଗୋଟିଏ ନୂଆ ଭିଡ଼ିଓରେ। ତ ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି ଜୟ ଜଗନ୍ନାଥ।